ଯୁବକ ଜଣକ ଯେଉଁ ଗତିରେ ମୋ ପ୍ରକୋଷ୍ଠ ଭିତରେ ପ୍ରବେଶ କଲେ ମୁଁ ସାମାନ୍ୟ ଭୟଭୀତ ହୋଇଗଲି। ବେଶ୍ ସୁସ୍ଥ ସବଳ ଚେହେରା, ବୟସ 20ରୁ 22 ଭିତରେ ହେବ। ଜିନ୍ ପ୍ୟାଣ୍ଟ ସାଙ୍ଗକୁ ସେ ପିନ୍ଧିଥିଲେ ସ୍ପୋର୍ଟିଂ ଗଞ୍ଜି। ବଳିଷ୍ଠ ବାହୁଯୁଗଳ ସୂଚିତ କରୁଥିଲା ଯେ ସେ ଜଣେ ଶରୀର ସାଧକ ବୋଲି। ମୋତେ ନମସ୍କାର କରିବା ଆବଶ୍ୟକ ବା ଉଚିତ ମଣି ନଥିଲେ ସେ। ମୋ ମୁହଁରୁ ବସନ୍ତୁ ଉଚ୍ଚାରଣ ହେବା ଆଗରୁ ସେ ଚେୟାରଟିଏ ଟାଣି ନେଇ ବସି ପଡ଼ିଲେ। ବସିବାର ଶୈଳୀରେ ମଧ୍ୟ ଥିଲା ବେଶ୍ ଉଗ୍ରତା। ମୁଁ ତାଙ୍କର ପରିଚୟ ପଚାରିବାରୁ ସେ ନିଜ ପରିଚୟ ନ ଦେଇ ସେ ତାଙ୍କ ଅଜାଙ୍କ ପରିଚୟ ଦେଲେ। ଅବସରପ୍ରାପ୍ତ ଜଣେ ଯନ୍ତ୍ରୀଙ୍କର ସେ ଥିଲେ ଅଲିଅଳ ନାତି। ମୋର ମନେ ପଡ଼ିଗଲା ଅନେକ କଥା। କିଛି ଦିନ ଧରି ଜଣେ କେହି ମୋତେ ବାରମ୍ବାର ଟେଲିଫୋନରେ ଧମକ ଦେଉଥିଲେ, ଗାଳି କରୁଥିଲେ। କେବେ ସେ ନିଜ ପରିଚୟ ଦେଉନଥିଲେ ଏବଂ ମୁଁ କିଛି କହିବା ଆଗରୁ ଫୋନ୍ କାଟି ଦେଉଥିଲେ। ତେବେ ଖାଏ ପଛେ ଗାଳି, ଲୋକଟା ଆପଣା ଛାଇ ମୋ ପାଖକୁ ଆସିଛି ଜାଣି ମୁଁ ମନେ ମନେ ଖୁସି ହେଲି। ଯୁବକଙ୍କ ଅଜା ମୋ ପାଖକୁ 2-3 ଥର ଆସିଥିଲେ। ତାଙ୍କର 3 ଝିଅ, ସମସ୍ତେ ବିବାହିତ। କେବଳ ବିବାହିତ ତ ନୁହନ୍ତି, ପିଲାଝିଲା ବି ଅଛନ୍ତି। ସମସ୍ତେ ବାପାଙ୍କୁ ବେଶ୍ ସ୍ନେହ ଆଦର ମଧ୍ୟ କରନ୍ତି। କାହିଁକି କେଜାଣି ମୋର ଏକ ପ୍ରକାଶିତ ପ୍ରବନ୍ଧ ପାଠ କଲା ପରେ ସେ ଆଗ୍ରହ ପ୍ରକାଶ କଲେ ଓ କାଗଜଟି ନେଇ ଶରୀର ଦାନ ସତ୍ୟପାଠରେ ସ୍ୱାକ୍ଷର କରି ମୋ ପାଖରେ ଦାଖଲ କଲେ। ସେହି ସତ୍ୟପାଠରେ ତାଙ୍କର କନ୍ୟାମାନେ ସାକ୍ଷୀ ଭାବେ ସେମାନଙ୍କର ଦସ୍ତଖତ ମଧ୍ୟ କରିଥିଲେ। ତେବେ ଗେହ୍ଲା ନାତି ଜଣକ ଏକଥା ଜାଣିବା ପରେ ଏକ ତୀବ୍ର ଭାବାବେଗରେ ଏହି ପଦକ୍ଷେପର ବିରୋଧ କଲେ। ସାକ୍ଷ୍ୟ ଦସ୍ତଖତ କରିଥିବା ଘର ଲୋକମାନେ ଚାପଗ୍ରସ୍ତ ହୋଇ ସାକ୍ଷୀ ପଡ଼ିଥିବା କଥା କହିଲେ। ସେଥିରେ ଅଜାଙ୍କୁ ଅତ୍ୟଧିକ ଭଲ ପାଉଥିବା କାରଣରୁ ଯୁବକ ଜଣକ ଏହାର ବିରୋଧ କରିବାକୁ ଆଗଭର ହୋଇପଡ଼ିଲେ। ସେ ଫୋନରେ ମୋ ସହ ଯୁକ୍ତି କଲେ ଯେ ଜାଲ ସାକ୍ଷୀ ଦସ୍ତଖତରେ ଆମେ ତାଙ୍କ ଅଜାଙ୍କର ସତ୍ୟପାଠକୁ ଗ୍ରହଣ କରିଛୁ, ତେଣୁ ଅଜାଙ୍କର ସତ୍ୟପାଠ ଅବୈଧ ଓ ଏହା କୌଣସି ପ୍ରକାରେ ଶରୀର ଦାନ ପାଇଁ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ତେଣୁ ସେହି ସତ୍ୟପାଠ ଫେରସ୍ତ ନେବା ଥିଲା ତାଙ୍କର ଲକ୍ଷ୍ୟ। ଯୁବକଙ୍କ କଥାବାର୍ତ୍ତା କରିବାର ଶୈଳୀ ଓ ଭଦ୍ର ସ୍ୱଭାବ ମୋ ପାଇଁ ହୁଏତ ରୁଚିରହିତ ଥିଲା। ଯୁବକଙ୍କ କଥାବାର୍ତ୍ତା କରିବାର ଶୈଳୀ ଓ ଅଭଦ୍ର ବ୍ୟବହାର ମୋ ପାଇଁ ହୁଏତ ରୁଚିଗର୍ହିତ ଥିଲା। ତେବେ ମୁଁ ମନେ ମନେ ଆନନ୍ଦିତ ହେଉଥିଲି। ଆଜିକାଲିର ଯୁବକ ଯୁବତୀ ଅଜା ଆଈ ବା ଜେଜେବାପା ଜେଜେମା ତ ଦୂରର କଥା, ବାପା ମାଙ୍କୁ ମଧ୍ୟ ଅସମ୍ମାନ ଓ ଶ୍ରଦ୍ଧାରହିତ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ସାମ୍ପ୍ରତିକ ଯୁବପିଢ଼ି ଭିତରେ ଗୁରୁ ଗୁରୁଜନ ଓ ପରିଜନଙ୍କ ପ୍ରତି ଭଲ ପାଇବା ଯାନ୍ତ୍ରିକ ହୋଇଯାଇଛି। ଅଧିକାଂଶ ପରିବାରରେ, ଗାଁରେ, ସହରରେ ସବୁଠି ପ୍ରେମ ଏବେ ଅବକ୍ଷୟମୁଖୀ। ସେଭଳି ଏକ ପରିସ୍ଥିତିରେ ଯୁବକ ଜଣକ ତାଙ୍କ ଅଜାଙ୍କ ପାଇଁ ଏପରି ଭାବ ପ୍ରଦର୍ଶନ କରିବା ମୋ ପାଇଁ ବେଶ୍ ଖୁସିର ବିଷୟ ଥିଲା। ମୁଁ ତାର ଉଗ୍ରତା ଭିତରେ ଥିବା କୋମଳ ହୃଦୟକୁ ପାଠ କରିବାକୁ ଚେଷ୍ଟା କରୁଥିଲି। ମୁଁ ଏକ ବାହ୍ୟ ଗମ୍ଭୀର ମୁଦ୍ରାରେ ତାଙ୍କ ମୁହଁକୁ ଚାହିଁ ରହିଥିଲେ ବି ଅବ୍ୟକ୍ତ ଆନନ୍ଦରେ ଶୀତଳତା ଅନୁଭବ କରୁଥିଲି ହୃଦୟରେ। ସେ ଯୁକ୍ତି ବନ୍ଦ କଲା ପରେ ମୁଁ ତାଙ୍କୁ କହିଲି, ଯାହାକୁ ଆମେ ଭଲ ପାଉ ତାଙ୍କ ଇଚ୍ଛା, ତାଙ୍କ ରୁଚି, ତାଙ୍କ ଦର୍ଶନକୁ ମଧ୍ୟ ଭଲ ପାଇବା ଦରକାର। ତେଣୁ ଅଜାଙ୍କୁ ଯଦି ଆପଣ ଏତେ ଭଲ ପାଆନ୍ତି ତାହେଲେ ତାଙ୍କର ଏକ ଶେଷ ଇଚ୍ଛା ପୂରଣ କରିବା ବି ତୁମର ଦାୟିତ୍ୱ। ସେ ବଞ୍ଚିଥିବା ଅବସ୍ଥାରେ ତାଙ୍କର ଏକ ଛୋଟ ଇଚ୍ଛା ତୁମେ ପୂରଣ କରିବା ତ ଦୂରର କଥା, ଏହା ବିରୋଧ କରୁଛ। ତୁମେ ଜାଣିଛ, ଯଦି ଅଜା ଏକଥା ଜାଣିବେ ଯେ ତାଙ୍କ ପ୍ରିୟ ନାତି ତାଙ୍କର ଏହି ମହାନ ଆଶାକୁ ପଣ୍ଡ କରିବାର ପଣ ନେଇଛି, ତାହେଲେ ତୁମ ପ୍ରତି ତାଙ୍କର ମନୋଭାବ କ'ଣ ହେବ? ତେଣୁ ଭଲ ହେବ ତୁମେ ଯାଇ ବରଂ ଅଜାଙ୍କୁ ଅଭିନନ୍ଦନ ଦିଅ, ଫୁଲତୋଡ଼ାଟିଏ ଦିଅ। ଆଉ ଯେଉଁଦିନ ସେ ଦଧିଚି ସମ୍ମାନରେ ଭୂଷିତ ହେବେ, ସେଦିନ ତୁମର ମା ମାଉସୀ ସମସ୍ତଙ୍କ ସହ ଅଜାଙ୍କୁ ନେଇ ଆସ। ଦେଖିବ ସେ କେମିତି ଖୁସି ହେବେ। ନହେଲେ ଅଜାଙ୍କୁ ମୋ ପାଖକୁ ନେଇ ଆସ, ସଙ୍ଗେ ସଙ୍ଗେ ମୁଁ ସତ୍ୟପାଠ ଫେରସ୍ତ ଦେଇଦେବି। ଯୁବକ ଜଣକ ସତ୍ୟପାଠ ବିଷୟରେ ଆଉ କିଛି ପ୍ରଶ୍ନ ନ କରି ଫେରିଗଲେ। କିଛି ଦିନ ପରେ ଭୁବନେଶ୍ୱରର ସୂଚନା ଭବନରେ ସେଦିନ ଯେଉଁ ଭଦ୍ରବ୍ୟକ୍ତିଙ୍କ ପାଇଁ ଦଧିଚି ସମ୍ମାନରେ ସବୁଠାରୁ ଅଧିକ ତାଳି ବାଜିଲା, ସେ ଥିଲେ ଏହି ଯୁବକଙ୍କର ଅଜା। ମଞ୍ଚ ତଳେ ଧାଡ଼ି ବାନ୍ଧି ତାଙ୍କର 3 ଝିଅ, ଜ୍ୱାଇଁ ଓ ନାତି ନାତୁଣୀ ସଗୌରବେ ଠିଆ ହୋଇଥିଲେ ଶରୀର ଦାନ କରି ଦଧିଚି ସମ୍ମାନରେ ସମ୍ମାନିତ ହୋଇଥିବା ନିଜ ଲୋକଙ୍କୁ ସ୍ୱାଗତ କରିବା ପାଇଁ। ମୁଁ ମଞ୍ଚ ତଳକୁ ଗଲି, ସମସ୍ତଙ୍କୁ ଭେଟିଲି ଓ ଯୁବକଙ୍କୁ ଆଲିଙ୍ଗନ କରି ତାଙ୍କର ବୁଝାମଣା ପାଇଁ ଧନ୍ୟବାଦ ଦେଲି ଓ ଅଜାଙ୍କ ପ୍ରତି ଅନାବିଳ ସ୍ନେହ ପାଇ ଅନ୍ତରର ଗଭୀରତମ ପ୍ରଦେଶରେ ଆନନ୍ଦ ମଧ୍ୟ ଲାଭ କଲି।